Today, I would like to share with you about the topic called Be Filled with the Holy Spirit. আজি ମୁଁ ଆପଣମାନଙ୍କ ମଧ୍ୟରେ ଏଇ ଟପିକ୍ ବା ବିଷୟ କହିବାକୁ ଚାହେଁ ତାହା ହେଉଛି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ବିଷୟ। So, this is one of the most important. The Holy Spirit is very important in our lives. ପବିତ୍ର ଆତ୍ମା ହେଉଛନ୍ତି ଆମମାନଙ୍କ ଜୀବନରେ ବିଶେଷ ବିଶେଷ ଅଟନ୍ତି, ସେଥିପାଇଁ ଆମମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବାର ଆବଶ୍ୟକ ଅଛି। Our whole Christian life depends on the Holy Spirit. ଆମମାନଙ୍କ ସମ୍ପୂର୍ଣ୍ଣ ଖ୍ରୀଷ୍ଟୀୟ ଜୀବନ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର କରିଥାଏ। Now, the Holy Spirit is the third person of God. ପବିତ୍ର ଆତ୍ମା ହେଉଛନ୍ତି ତୃତୀୟ ବ୍ୟକ୍ତିତ୍ୱ ଈଶ୍ୱରଙ୍କର। There's the Father, the Son, and the Holy Spirit. ପିତା, ପୁତ୍ର ଏବଂ ପବିତ୍ର ଆତ୍ମା। It's very difficult for us to explain all these things. ଏହି ସମସ୍ତ ବିଷୟ ଆପଣମାନଙ୍କୁ ବୁଝାଇବାଟା କଷ୍ଟକର ବିଷୟ ଅଟେ। But because it is written in the Word of God, we just simply believe by faith. କାରଣ ଏହା ବାଇବଲରେ ପବିତ୍ର ବାକ୍ୟରେ ଲେଖାଯାଇଛି, ସେଥିପାଇଁ ଆମେ ସରଳ ଭାବରେ ଏହାକୁ ବିଶ୍ୱାସ କରିବାର ଆବଶ୍ୟକ ଅଛି। It says the Lord is the Spirit. କାରଣ ପ୍ରଭୁ ଆତ୍ମା ଅଟନ୍ତି। And then Jesus said, baptize them in the name of the Father, the Son, and the Holy Spirit. ଏବଂ ଯୀଶୁ ମଧ୍ୟ କହିଲେ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବା ନିମନ୍ତେ। Yeah. So the Holy Spirit, let us remember, is a person. He's a person like God, the Father, and Jesus. He's a person. Even though He is Holy Spirit, He is a person. ପବିତ୍ର ଆତ୍ମା ହେଉଛନ୍ତି ଜଣେ ବ୍ୟକ୍ତି, ଯଦ୍ୟପି ସେ ଜଣେ ଆତ୍ମା ଅଟନ୍ତି, ପିତା ପୁତ୍ରଙ୍କ ଭଳିଆ ସେ ଅଟନ୍ତି। So when Jesus talked about the Holy Spirit, He did not talk like when we talk about a table, we say take this away, take it away. We say for a table, take it away. ଯେତେବେଳେ ପବିତ୍ର ଆତ୍ମାଙ୍କ ବିଷୟରେ ଶିକ୍ଷା ଦିଆଯାଉଛି, ଆଉ ଯାହାକି ମନେକର ବୁଝି ନିଅନ୍ତୁ ଟେବୁଲ ବା ଚେୟାର, ଏଇ ଟେବୁଲକୁ ନେଇ ଯାଆନ୍ତୁ, ସେ ପ୍ରକାର କୁହାଯାଉନି। But Jesus said in John chapter 14 verse 16, and I will ask the Father, and He will give you another helper, that He may be with you forever. So He is using the word that He, the Holy Spirit, He may be with you forever. ପଢି ଦିଅନ୍ତୁ 14:16 ପଦ ଯୋହନ। ଆଉ ମୋ ପିତାଙ୍କୁ ଅନୁରୋଧ କରୁଅଛି, ଅନୁରୋଧ କରିବି, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ। Yeah. So let us always remember that the Holy Spirit is a person, and the Bible says, grieve not the Holy Spirit. ପବିତ୍ର ଆତ୍ମା ହେଉଛନ୍ତି ଜଣେ ବ୍ୟକ୍ତିତ୍ୱ, ସେଥିପାଇଁ ପବିତ୍ର ଆତ୍ମାକୁ ଦୁଃଖ ଦିଅ ନାହିଁ ବୋଲି ବାକ୍ୟରେ କୁହାଯାଇଛି। That means do not make the Holy Spirit sad. ତାର ଅର୍ଥ ପବିତ୍ର ଆତ୍ମାକୁ ଆମମାନେ ଦୁଃଖିତ କରିବା ନାହିଁ। Also, the Bible also says, do not quench the Spirit. ଏବଂ ପବିତ୍ର ଆତ୍ମାକୁ ମାନେ ନିର୍ବାଣ କର ନାହିଁ ବୋଲି କୁହାଯାଉଛି। Okay, so we must be clear that the Holy Spirit is a person. ମାନେ ଏହାର ପ୍ରାଞ୍ଜଳ ଭାବରେ ବୁଝି ନେବା ଦରକାର, ପବିତ୍ର ଆତ୍ମା ଜଣେ ବ୍ୟକ୍ତିତ୍ୱ ଅଟନ୍ତି। Brothers and sisters, when we believe in Jesus Christ, when we are born again, we are born of the Holy Spirit. ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଯେତେବେଳେ ଆମମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛୁ, ସେହି ସମୟରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ନୂତନ ଜନ୍ମ ପାଉଛୁ। And the Holy Spirit comes and dwells within us. ଏବଂ ପବିତ୍ର ଆତ୍ମା ଆସନ୍ତି ଏବଂ ଆମମାନଙ୍କ ମଧ୍ୟରେ ସେ ରୁହନ୍ତି। It says in Romans chapter 8, ରୋମିଓ 8 verse 9, 9 ପଦ ପଢନ୍ତୁ। ଆତ୍ମା ତୁମ୍ଭମାନଙ୍କ ଠାରେ ବାସ କରନ୍ତି, ତାହା ହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଆତ୍ମା ପାଇ ନଥାଏ, ତେବେ ସେ ତାହାଙ୍କର ନୁହେଁ। Yeah. So here it clearly says that the Spirit of God dwells in us. And if anyone does not have the Spirit, he does not belong to Christ. ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଏଠାରେ ଆମେ ପଢିଲୁ, ଆଉ ଯେ ପବିତ୍ର ଆତ୍ମା ପାଇ ନାହିଁ, ସେ
ଈଶ୍ୱରଙ୍କର ନୁହେଁ ବୋଲି ଏଠାରେ ଆମେ ପଢିଛୁ। So all believers who accept Jesus Christ has the Holy Spirit living within them. ଏବଂ ଯେତେ ଜଣ ସମସ୍ତେ ବିଶ୍ୱାସୀ ଅଟନ୍ତି ଯୀଶୁଙ୍କ ଉପରେ ବିଶ୍ୱାସ କରିଛନ୍ତି ସେମାନଙ୍କ ମଧ୍ୟରେ ପବିତ୍ର ଆତ୍ମା ବାସ କରେ। But we find Jesus saying in Acts chapter 1 verse 8, ପ୍ରେରିତ 1:8 ରେ ଆମେ ପଢିବା। it says, Acts chapter 1:8, sister read it. Yes. କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ ଆଉ ଜେରୁସାଲେମ ସମସ୍ତ ଯିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। So here Jesus is talking about the baptism of the Holy Spirit. That means the filling of the Holy Spirit, and because of that we will receive power in our life to be a witness and to follow Christ. ପ୍ରିୟ ଭାଇ ଏବଂ ଭଉଣୀ ମାନେ ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ବା ବାପ୍ତିସ୍ମ ନେବା ବିଷୟରେ କହୁଛନ୍ତି ଯଦ୍ୱାରା ଆମମାନେ ପ୍ରଭୁଙ୍କର ପାଇଁ ସାକ୍ଷୀ ହେବା। So we are all by nature we are all timid and afraid, but because of the Holy Spirit we have boldness and power within us. ପ୍ରିୟ ଭାଇ ଭଉଣୀ ମାନେ ଆମମାନେ ଗୋଟେ ଭୟର ଲୋକ, ଏହା ହଉଛି ପ୍ରକୃତିରେ ଆମମାନେ ଭୟ କରୁ ବା ଲଜ୍ଜା ବୋଧ କରିଥାଉ, କିନ୍ତୁ ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କ ମଧ୍ୟରେ ପରିପୂର୍ଣ୍ଣ ହେବେ ସେହି ସମୟରେ ଆମେ ସାହସିକ ହେଇଥାଉ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା ନିମନ୍ତେ। The good example is about Peter. Before he received the Holy Spirit, he denied Christ because he was afraid. But after the Holy Spirit came, he was bold and saying that whether we should obey God or man. So he was willing to give his life for that. ଗୋଟେ ଉତ୍ତମ ଉଦାହରଣ ଆମେ ଦେଖି ପାରୁଛୁ ପିତରଙ୍କ ଜୀବନରେ, ଯେତେବେଳେ ସେ ପବିତ୍ର ଆତ୍ମା ମାନେ ସେ ପେଣ୍ଟିକୋସ୍ତ ଦିବସ ପୂର୍ବରୁ ପ୍ରଭୁ ଯୀଶୁଙ୍କୁ ସେ ଅସ୍ୱୀକାର କରିଥିଲେ, କିନ୍ତୁ ପବିତ୍ର ଆତ୍ମାଙ୍କର ସେ ପେଣ୍ଟିକୋସ୍ତ ପରେ ସେ ସାହସର ସହ ସେ ପ୍ରଚାର କରୁଛନ୍ତି, ସାକ୍ଷ୍ୟ ଦେଉଛନ୍ତି। So the Holy Spirit gives us power to be a witness for Christ. ପବିତ୍ର ଆତ୍ମା ଆମମାନଙ୍କୁ ସାହସ ଦିଏ ଯେ ଯୀଶୁଙ୍କ ନିମନ୍ତେ ସାକ୍ଷୀ ହେବା ନିମନ୍ତେ, to talk to others about Christ. ଅନ୍ୟମାନଙ୍କ ସହିତ ଯୀଶୁଙ୍କ ବିଷୟରେ କଥା ହେବା ପାଇଁ ସାହସ ପ୍ରଦାନ କରେ। So we will not be a secret believer. ଆମମାନେ ଜଣେ ଗୁପ୍ତ ଭାବରେ ବିଶ୍ୱାସୀ ହେବା ନାହିଁ। See, we should not be a secret believer, in our workplace or wherever we are, in our college or neighborhood. Nobody knows that we are Christian and we are afraid to tell that we are Christ. It should not be like that. ପ୍ରିୟ ଭାଇ ଭଉଣୀ ମାନେ ଆମମାନେ ଜଣେ ଗୁପ୍ତ ବିଶ୍ୱାସୀ ଭାବରେ ବା ସ୍କୁଲରେ ହଉ ବା କଲେଜରେ ହଉ ବା ଅଫିସରେ ହଉ ଯେ ମୁଁ ଖ୍ରୀଷ୍ଟିଆନ ବୋଲି କେହି ନ ଜାଣନ୍ତୁ, ଏ ପ୍ରକାର ମନୋଭାବ ଆମମାନେ ରଖିବା ନାହିଁ। And then the Holy Spirit also helps us to, we read in John chapter 14 verse 26. 26 ପଢନ୍ତୁ ଜହନ 14 କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାକୁ ପିତା ମୋ ନାମରେ ପ୍ରେରଣ କରିବେ ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। So here it says that the Holy Spirit is called the helper. See, such a God is being called as a helper. So when we help others, it's just like the Holy Spirit. ପ୍ରିୟ ଭାଇ ଭଉଣୀ ମାନେ ପବିତ୍ର ଆତ୍ମାକୁ ସାହାଯ୍ୟକାରୀ ଆତ୍ମା ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଠାରେ କହନ୍ତି, ଏବଂ ଆମେ ଯେତେବେଳେ ସାହାଯ୍ୟ କରୁଛୁ ଏହା ପବିତ୍ର ଆତ୍ମାଙ୍କର ଗୁଣ ଅନ୍ୟକୁ ଯେତେବେଳେ ଆମେ ସାହାଯ୍ୟ କରୁଛୁ। And the Holy Spirit, when we read the Word of God, when we hear the Word of God, the Holy Spirit teaches us more and more about Christ. ପ୍ରିୟ ଭାଇ ଭଉଣୀ ମାନେ ଆମେ ଯେତେବେଳେ ପବିତ୍ର ବାକ୍ୟ ଅଧ୍ୟୟନ କରୁଛୁ ସେହି ସମୟରେ ପବିତ୍ର ଆତ୍ମା ଆମମାନଙ୍କୁ ବାକ୍ୟ ବୁଝେଇ ଦଉଛି ଯୀଶୁଙ୍କ ବିଷୟରେ ଜାଣିବା ନିମନ୍ତେ। Also it says the Holy Spirit brings to remembrance about the Word of God. ଏବଂ କୁହାଯାଉଛି ପବିତ୍ର ଆତ୍ମା ଆମମାନଙ୍କର ମନରେ ସେ ସ୍ମରଣ ଶକ୍ତି ଆଣୁଛି ଯାହାକି ଯୀଶୁଙ୍କ ବିଷୟରେ ବାକ୍ୟ ବିଷୟରେ ସେ ଜାଣିବା ନିମନ୍ତେ। So it's so wonderful that in the Christian life, as a believer, we don't necessarily need to be intelligent. ଆମମାନେ ଖ୍ରୀଷ୍ଟିଆନ ଜୀବନରେ
ଆଉ ଅତ୍ୟଧିକ ଚତୁର ବା ଅତ୍ୟଧିକ ଆମମାନଙ୍କର ମାଇଣ୍ଡର ତେଜରେ ଆମମାନେ ରହିବାକୁ ଆବଶ୍ୟକ ନୁହଁ, ଜ୍ଞାନୀ ହେବା ଆବଶ୍ୟକ ନୁହଁ। Any person who is not even studied anything, who is illiterate, but if he is filled with the Holy Spirit, he will remember the word of God because the Holy Spirit will bring to his remembrance. हाँ, जे कौनसी व्यक्ति जदि से स्कूल को मध्य जाइनी, पाठ मध्य पढ़ी नाही, से जदि पवित्र आत्मा रे पूर्ण हेछि, तेबे पवित्र आत्मा तांको पढ़िबारे, बुझिबारे आ से सहाय्य करिवे, बुझाइबारे। So brothers and sisters, we are encouraged to be filled with the Holy Spirit in Ephesians chapter 5 verse 18. एफिसियो 5 और 8 18 रे लिखा जाइछि, प्रिय भाई भौणी माने आपण मानको मत न हो, सेथिरु तो अत्याचार जन्मे, मात्र आत्मा रे पूर्ण होई गीत। Yeah. So in this Ephesians 5:18 it says, be filled with the Spirit. एफिसियो 5 और 18 लिखा जाइछि, पवित्र आत्माको द्वारा पूर्ण होन। So this should be our daily prayer. एहा आमनको प्रतिदिन रो प्रार्थना हेबा आवश्यक। Not that once we were many years back we were filled with the Holy Spirit, we spoke in tongues or whatever, and all the other days nothing. Doesn't happen. And that's not a Christian life. Christian life is having the fullness of the Holy Spirit. प्रिय भाई और भौणी माने आमाने जे पवित्र आत्मा रे पूर्ण हेबा निमंते एहा गुटे प्रतिदिन रो आमानकर प्रार्थना हेबार आवश्यक एवं पवित्र आत्मा रो पूर्णता एक क्रिश्चियन जीवन हेबा आवश्यक। एहा नुहे जे आमाने केते दिन पूर्वरु मासे पूर्वरु आमाने थरे प्रार्थना करता नो, आमाने प्रतिदिन आत्माकर पूर्णता निमंते प्रार्थना करिबा। When talking about Barnabas, in Acts it says that he was a good man, full of the Holy Spirit. बर्नबासଙ୍କ विषय कहा जाउछि प्रेरित रे से जण उत्तम व्यक्ति थिले एवं पवित्र आत्मा रे पूर्ण व्यक्ति। So that is what God wants each one of us. ताहा आमनको पिता ईश्वर चाहंती जे आमने समस्त सेही प्रकार हो। So that is to be filled with the Holy Spirit. ताहा उछि पवित्र आत्माको द्वारा पूर्ण हेबा। So we will see now how to be filled with the Holy Spirit. आमाने बे देखिबा की प्रकार भाव रे पवित्र आत्मा रे आमने पूर्ण हेई पारिबा। So there are three things which is required, which is necessary for being filled with the Holy Spirit. तीनोटी विषय जहा कि पवित्र आत्माको द्वारा पूर्ण हेबा निमंते आवश्यक सेही विषय रे आमने देखिबा। The first one is thirst. प्रथम विषय होछि आमने तृषित हेबा आवश्यक। John chapter 7 verse 37 and 38. जॉन 7 रो 37 एवं 38 रे पढंतु। शेष दिन अर्थात पर्वर प्रधान दिन यीशु ठिया होई उच्च स्वरे कहिले, केही जदि तृषित हुए तेबे से मो निकटकू आसी पान करू, जे मो ठारे विश्वास करे धर्मशास्त्रर उक्ति प्रमाणे ताहार अंतररू जीवंत जलस्रोत प्रवाहित हेउथिबो। Yeah, so Yes. first thing is that we need to have a thirst. प्रथम विषय होउछि आमनक प्रत्येकଙ୍କ जीवन रे गुटे तृषा रहिबार आवश्यक। See, when a person comes from outside after walking for a long time, then he's thirsty. देखंतु जणे व्यक्ति जेतले माने बेसी समय दूर को से चाली की आसे ताहाकू शोष लागि थाए, तृषा लागि थाए। After walking in the sun and he comes, first thing he wants is a glass of water. जेतले से सूर्य किरण रे खरा रे से चाली की आसी थाए, प्रथम विषय से पानी रो आवश्यक। But a person who is at home may not be so thirsty. किंतु जो व्यक्ति छाई रे अछि, घरे अछि, वे तो से सही प्रकार तृषा लागिबो नाही। So thirst for the Holy Spirit is very, very essential. सेति पाई पवित्र आत्माको निमंते आ माने तृषित हेबा बहुत आवश्यक होते। See, God will not give precious things to people who do not really desire. देखंतु आमानकर ईश्वर माने बहुमूल्य विषय लोकमान को देबे नहीं जो लोक माने पाइबा पई योग्य नुह। So the first thing we need is whether do we desire and thirst for the Holy Spirit.
प्रथम विश्व आमाने ताहा पाइबा निमंते योग्य अछु कि ना आमाने तृषित अछु कि Or we say, okay, we heard in the church that we must pray for the Holy Spirit, so I'll also pray. Nothing happens. एवं आमाने कहि थाउ आमाने सुनिछु पवित्र आत्मा को निमंते प्रार्थना करिबा विश्व आमाने प्रार्थना करिबा से प्रकार ताहा कार्य करिबो नाही. So the person says, he who is thirsty, let him come. हां कोआ जाउछु जो व्यक्ति तृषित ताहाकु मो निकटक आसीबा पई दियो. Then the next thing we find very clearly written in Luke chapter 11. लूक 11 अध्याय रे हम जिबा द्वितीय विषय देखिबा. Luke chapter 11. Yes. It says, verse 9, and I say to you, ask and it shall be given to you. Seek and you shall find. Knock and it shall be opened to you. Verse 9 and 10. हां 9 ଏବଂ ମୁଁ 10. ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ, ଦ୍ୱାରରେ ମାର ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ, କାରଣ ଯେ କେହି ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ଯେ ଦ୍ୱାରରେ ମାରେ ତାହା ନିମନ୍ତେ ଫିଟାଇ ଦିଆଯିବ. So the second requirement is that we must ask. द्वितीय आवश्यकता होछि आ माने मागिबार अछि. And this ask is not a one-time ask. It says, keep on asking. एहा मागिबाटा थोरे मागिबा नुहो एहा बारंबार बारंबार मागिबा विश्व. Don't stop. Keep on asking. माने आमाने बंद करिबा नै मागिबा विश्व मागंतु मागी चलुथिबा. For some other prayer requests, we want some, some material thing. We can, that if we, keep on asking is okay. But this Holy Spirit, you must keep on asking. देखो अन्य विश्व माने मागुछु अन्य जागतिक विश्व ठीक अछि किंतु जेतळे आमे पवित्र आत्माक विश्व रे मागुछु आमे सर्वदा मागिबार आवश्यक अछि. And the next one is we must have faith. एवं तृतीय विश्व होछि आमानकर विश्वास रखिबार आवश्यक. If you read verse 11 to 13, Which chapter? Luke 11, 11 to 13. हां ଆଉ ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ, କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣ ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି ସେ ତାହାଙ୍କ ଛାମରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ. So this is brothers and sisters, we must remember this, that it is our Father desires to give the Holy Spirit more than even we want. प्रिय भाई भौणी माने आम माने जेते मात्रा रे पवित्र आत्मा को प्राप्त होवा निमंते इच्छा करूछु ता ठारू अधिक मध्य हमर स्वर्गस्थ पिता देवा निमंते इच्छुक अटंती. We must always remember that the Father wants to give us the Holy Spirit. He wants to give. आ माने सदा सर्वदा हम मन रखिबार अछि प्रिय माने माने आमनकर पिता सदा बेले से चाहंती आमन को देवा निमंते. But He will not give without this thirst and without asking. किंतु से आम माने जदि तृषित नुहो आमे मागु ना हो तबे से देबे नाही. Because He will not push anything on us. कहा को मध्य जबरदस्ती से दियंती नाही. But if we want, He wants to give it. He wants to give the Holy Spirit. हां किंतु से चाहंती पवित्र आत्मा को देवा निमंते. And it is by faith. It is not by some works. एवं एहा कोनसी कार्य कर्म द्वारा नुहो एहा विश्वास द्वारा. If you think that now today I'll become very good, I will try to obey all the scriptures, I will be good to people, then I'll get the Holy Spirit. No. आम माने जदि भाबुछु अन्य मानको निमंते मु उत्तम करबी भलो करबी वाक्य को ध्यान करबी वाक्य को मानिबी तेबे ताहा कार्य करिबो नै पवित्र आत्मा को प्राप्त निमंते. If you read Galatians chapter 3 verse 5,
ଗାଲାତୀୟ 3:5 ଯଦି ପଢିବା, ଦେଖ ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ। Yeah. So here the Apostle Paul says, do you feel by the works of the law you will get the Holy Spirit or by faith? ପାଉଲ ଏଠାରେ କହନ୍ତି, ତୁମେ କଣ ବ୍ୟବସ୍ଥା ପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ପାଇବାକୁ ଚାହୁଁଛ ନା ବିଶ୍ୱାସ ଦ୍ୱାରା ପାଇବା ପାଇଁ ତୁମେ ଇଚ୍ଛା କରିଛ, ତାହା ସେ କହନ୍ତି ଏ ସ୍ଥାନରେ। So we see that the three requirements for being filled with the Holy Spirit is, first we have to have a thirst, second is we have to ask, and third, and that ask means keep asking, and the third one is we have to receive by faith. ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ର ଆତ୍ମାକୁ ପ୍ରାପ୍ତ ହେବା ନିମନ୍ତେ ତିନୋଟି ବିଷୟ ଅତ୍ୟନ୍ତ ଆବଶ୍ୟକ। ପ୍ରଥମ ବିଷୟ ହେଉଛି ତୃଷା ରଖିବା ଆମମାନଙ୍କ ଜୀବନରେ ପବିତ୍ର ଆତ୍ମାକୁ ପାଇବା ନିମନ୍ତେ। ଆଉ ଗୋଟେ ବିଷୟ, ଦ୍ୱିତୀୟ ବିଷୟ ହେଉଛି ଆମମାନେ ମାଗିବା, ମାଗିବାର ଅର୍ଥ ସର୍ବଦା ମାନେ ମାଗିବା, ଏବଂ ଆଉ ତୃତୀୟ ବିଷୟ ହେଉଛି ବିଶ୍ୱାସ ରଖିବା। Because we know that God wants to give, so when we ask, we have to just stretch out our hand and say thank you. ଦେଖନ୍ତୁ, ପିତା ଆମମାନଙ୍କୁ ଦେବା ପାଇଁ ଚାହାନ୍ତି, ଏବଂ ଯେତେବେଳେ ଆମମାନେ ମାଗୁ, ଆମମାନେ ହସ୍ତ ବଢାଉ ଏବଂ ତାହାକୁ ଗ୍ରହଣ କରୁ। Brothers and sisters, ଧନ୍ୟବାଦ। yeah, now I want to tell one principle which is a very important one. ଆଉ ଗୋଟେ ମୁଖ୍ୟ ବିଷୟ କହିବାକୁ ଚାହେଁ, ଯାହାକି ବହୁତ ଆବଶ୍ୟକ ଅଛି। A godly man by the name A.W. Tozer shared in his message like this. ପ୍ରଭୁଙ୍କର ଦାସ A.W. Tozer ଏ ପ୍ରକାର ସେ କହିଲେ। Yeah. So he said, ବାକ୍ୟରେ to be filled with the Holy Spirit, ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ନିମନ୍ତେ, to be filled with the Holy Spirit, we must empty ourselves of everything else. ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ନିମନ୍ତେ ଆମମାନେ ନିଜକୁ ସବୁ ବିଷୟରେ ଶୂନ୍ୟ କରିବାର ଅଛି। Okay, I'm giving an example of this glass. Everybody can see this glass? এই ଗ୍ଲାସ ରେ ଆପଣ ଦେଖିବାକୁ ପାଉଛନ୍ତି ସମସ୍ତେ, ଯୋଉ ସାର୍ ଧରିଛନ୍ତି। Is there something here inside? ସେଇ ଭିତରେ କିଛି ବିଷୟ ଅଛି କି ଗ୍ଲାସ ଭିତରେ? Water. There is something, right? There is something. Is this empty? Is this empty? ଏହା ପୁରା ସମ୍ପୂର୍ଣ୍ଣ ଖାଲି ଅଛି କି? No. 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 So it is not empty, okay? So now, if I say fill this cup, actually we are saying just top it up. Okay, when I try to fill it up, when I try to fill, it's not actually filling, but it is called topping it up. Yes, brother, I cannot hear because of resound. Okay. So to fill a glass, when it is having some 20 or 30%, it is not filling. It is topping. Yes. It is adding. Yes. ତାହାକୁ ମାନେ ସେଇ ଗ୍ଲାସ ରେ ପୂର୍ଣ୍ଣ ହେଇ ନାହିଁ, ତାହାକୁ କିଛି କିଛି ମିଶା ଯାଉଛି। So now, if we come to God with so much of our own works, our ambition, our plans, and say, God, fill me with the Holy Spirit. ଯଦି ଆମମାନେ ପ୍ରଭୁଙ୍କ ନିକଟକୁ କିଛି ନେଇକି ଆସିବା, ଆମମାନଙ୍କ କାର୍ଯ୍ୟ, ଆମମାନଙ୍କର ମାନେ ଆଶା ଆକାଂକ୍ଷା, ଏବଂ ମତେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ ଯଦି କହିବା, God cannot fill. He doesn't want to add. He wants to fill. ସେ ମାନେ ପୂର୍ଣ୍ଣ କରିବାକୁ ଚାହାନ୍ତି, ସେ କଣ ସବୁ ମିଶାଇବା ନିମନ୍ତେ ଚାହାନ୍ତି ନାହିଁ। For that, this glass has to be empty. ସେଥିପାଇଁ ସେ ଗ୍ଲାସ ସମ୍ପୂର୍ଣ୍ଣ ଖାଲି ହେବାର ଆବଶ୍ୟକ। So I'm just drinking this water. It's good water. Yes. Now, is there anything inside this? ଯେତେବେଳେ ଭାଇ ତାହା ପିଇଲେ, ତା ମାନେ ସେ ଗ୍ଲାସ ଭିତରେ ଆଉ କିଛି ଅଛି କି? It's empty, right? No. Yes. ସମ୍ପୂର୍ଣ୍ଣ ଖାଲି ଅଛି, ଠିକ ନା? Now, so in spiritual terms, all our ambitions, all our plans, all our
wishes, dreams, everything. You can add all that full list is surrendered to God. आमको जीवन जहाँ मध्य योजना अछि आगामी विषय करिबा निमंते जहाँ किछि आमाने मनरे बांछा करिछु ताहाकु संपूर्ण माने खाली रखिबा And now we say, Lord, you fill me with the Holy Spirit. प्रभु कोठारे समर्पण कला परे आमाने कहिबा प्रभु वर्तमान मते पवित्र आत्मारे पूर्ण करंतु. So the Lord immediately fills us with the Holy Spirit. Praise the Lord. एवं जेतले आमे प्रार्थना करू संगे संगे प्रभु पवित्र आत्मारे पूर्ण करंती जेतले आमे निजको शून्य खाली करिताउ. Okay? Because the Father wants to fill us. कारण आमनकर पिता पूर्ण करिबा निमंते से चाहंती. So brothers and sisters, let us, God will help us to surrender our lives to Him. प्रिय भाई भौणी माने आमनकर स्वर्गीय पिता आमनकु ताहांकठारे समर्पण हेबा निमंते सहाय्य करिवे. And once it is surrendered, we say, Lord, now you fill me with the Holy Spirit. एवं जेतले आमने समर्पित हेबा सेही समୟରେ आमने कहिबा पिता वर्तमान मते आत्मारे पूर्ण करू. We don't have to think at all. God has already filled. We can say, thank you for filling me. आमने चिंता करिबा बा भाबिबार आवश्यक नुह किंतु जेतले आमे प्रार्थना करू निजको शून्य करू पवित्र आत्मा माने पिता आमनकु पूर्ण करियछन्ती सेति पे आमने धन्यवाद देबा. And God's strength and God's power will work in our day-to-day life. We may, after praying that, we may fall, but we can immediately get up. But we'll have a strength and to do God's will, to think in God's ways, and that is the life that God has called us. आम माने जेतले पूर्ण हेई थाउ प्रिय माने प्रभु आमनकु सहाय्य करंती आमनकु से शक्ति दियंती आमने पड़ी थाउ किंतु संगे संगे आमने उठिबा एवं प्रभु आमनकु सहाय्य करिवे शक्ति देबो. एहा होछि उत्तम विश्वास. So once again, the Holy Spirit is a person. पुनर्बार मु कहियाकु चाहे पवित्र आत्मा जने व्यक्ति अटंती. When we do something wrong and bad, the Holy Spirit is sad. एवं आमने जेतले खराब कार्य करू बा पड़ी जाई थाउ सेही समय पवित्र आत्मा दुखित होंती. Holy Spirit guides us, brings to our mind the word of God. पवित्र आत्मा आममानकु परिचालना करंती प्रभुंकर वाक्यकु आममानक मन मध्यकु से आनी देई थांती बुझांती. The Holy Spirit lifts up, glorifies Jesus in everything, helps us to glorify Jesus. पवित्र आत्मा आममानक जीवन रे प्रभु जीसुंकु सब विश्व रे गौरव देवा निमंते सहाय्य करंती. Gives us power to be a witness for Him. आममानकु पवित्र आत्मा शक्ति दियंती जीसुंको निमंते साक्षी हेबा निमंते. To receive the Holy Spirit, we need to have a thirst, we need to have to ask, and we need to have receive by faith. आम पवित्र आत्मा को प्राप्त हेबा निमंते आममानक जीवन रे तृषा रहिबार अछि. द्वितीय विश्व आमने मागिबार आवश्यक अछि. तृतीय विश्व आमने पाइछु बोली विश्वास रखिबार आवश्यक अछि. To be filled with the Holy Spirit, we have to empty ourselves of all our own ambitions and plans and all that, and when it is empty and we need to surrender our lives, then God will fill us with His Holy Spirit. प्रिय भाई और भणी माने निजकु जेतेला माने शून्य करिबा आम मानकर योजना आम मानकर विश्व गुडिको भविष्यत विश्व गुडिको शून्य करिबा प्रभु को मागिबा तेबे पवित्र आत्मा रे प्रभु आम मानकु पूर्ण करिवे. Now you have heard these words, you can do the same thing and your lives will be strengthened and filled with the Holy Spirit. प्रिय भाई भणी माने आपण माने वाक्य सुनी अछंती आपण माने सुनिबा अनुसार कार्य करंतु तेबे प्रभु आपनको शक्ति सामर्थ्य देबे पवित्र आत्माकर पूर्णता देबे. Amen. धन्यवाद.